ଭୁଲ ବୁଝିବନି ସାଙ୍ଗ, ଖାଲି କହିଦେଲେ ହେବନି, ଉଦାହରଣ ସହ ବୁଝିଲେ ହିଁ କାମରେ ଆସିବ। ଚାଲ ଏକ ପ୍ରାକ୍ଟିକାଲ ଏକ୍ସାମ୍ପଲ ନେଇ ବୁଝିବା। ଧର ତୁମେ ଆଜି ଇଣ୍ଟ୍ରାଡେ ଟ୍ରେଡିଂ କରୁଛ। 1. ଟ୍ରେଡିଂ ଟ୍ୟାକ୍ଟିକ୍ସ କୌଶଳ। ତୁମେ ଦେଖିଲ ଯେ ଏକ ଷ୍ଟକ୍ ବାରମ୍ବାର 500 ଉପରକୁ ଯାଉଛି, ସପୋର୍ଟ। ତୁମେ ନିୟମ କଲ, ଯେତେବେଳେ ଏହା 502 ଉପରକୁ ଯିବ, ମୁଁ କିଣିବି। ଏହାକୁ କୁହାଯାଏ ଷ୍ଟ୍ରାଟେଜି। ବିନା ପ୍ଲାନରେ କୁଦିବା ହେଉଛି ଭୁଲ। 2. ମନି ମ୍ୟାନେଜମେଣ୍ଟ ଟଙ୍କା ପରିଚାଳନା। ତୁମ ପାଖରେ 10,000 ଅଛି। ତୁମେ ସ୍ଥିର କଲ ଯେ ଗୋଟିଏରେ ମୁଁ 200ରୁ ଅଧିକ କ୍ଷତି ଲସ୍ ସହିବି ନାହିଁ। ଏଥିପାଇଁ ତୁମେ ଷ୍ଟପ୍ ଲସ୍ 498ରେ ଲଗାଇଲ। ଏହାଦ୍ୱାରା ତୁମର ପୁଞ୍ଜି ସୁରକ୍ଷିତ ରହିବ। 3. ଟ୍ରେଡିଂ ସାଇକୋଲୋଜି ମନୋବିଜ୍ଞାନ। ଟ୍ରେଡ୍ ନେବା ପରେ ଦେଖିଲା ପ୍ରାଇସ୍ 499କୁ ଖସି ଆସିଲା। ଏବେ ତୁମ ମନରେ ଭୟ ଆସିବ, କିନ୍ତୁ ତୁମକୁ ଶାନ୍ତ ରହିବାକୁ ହେବ। ଷ୍ଟପ୍ ଲସ୍ ହିଟ୍ ହେବା ଯାଏଁ ବା ଟାର୍ଗେଟ୍ ଆସିବା ଯାଏଁ ଅପେକ୍ଷା କରିବା ହିଁ ଅସଲ ସାଇକୋଲୋଜି। 4. ଡିସିପ୍ଲିନ୍ ଅନୁଶାସନ। ଯଦି ତୁମର 200 କ୍ଷତି ହୋଇଗଲା, ତେବେ ସେଦିନ ପାଇଁ ଲ୍ୟାପଟପ୍ ବନ୍ଦ କରିଦେବା ଉଚିତ। କିନ୍ତୁ ଅଧିକାଂଶ ଲୋକ ରିଭେଞ୍ଜ ଟ୍ରେଡିଂ କରନ୍ତି, କ୍ଷତି ଶୁଝିବା ପାଇଁ ପୁଣି ଟ୍ରେଡ୍ କରନ୍ତି ଏବଂ ଅଧିକ କ୍ଷତି କରନ୍ତି। ନିୟମ ମାନିବା ହିଁ ଡିସିପ୍ଲିନ୍। ସହଜ ଭାଷାରେ, ଟ୍ରେଡିଂ ଏକ ଯୁଦ୍ଧ ଭଳି। ତୁମର ଅସ୍ତ୍ର ହେଉଛି ଷ୍ଟ୍ରାଟେଜି, ଆଉ ତୁମର ଚେଷ୍ଟ ହେଉଛି ରିସ୍କ ମ୍ୟାନେଜମେଣ୍ଟ। ଯଦି ଚେଷ୍ଟ ନଥାଇ ଯୁଦ୍ଧକୁ ଯିବ, ତେବେ ଗୋଟିଏ ଗୁଳିରେ ହିଁ ଖେଳ ଖତମ। ଏବେ କୁହ, ତୁମେ ଟ୍ରେଡିଂ ବେଳେ ସବୁଠାରୁ ଅଧିକ କେଉଁଠି ଅସୁବିଧା ଅନୁଭବ କରୁଛ? ଫିୟର, ଭୟ ନା ଓଭର ଟ୍ରେଡିଂ? ଏହି ବହିଟି ହେଉଛି ନିକୋଲାସ ଅଙ୍କ ଦ୍ୱାରା ଲିଖିତ ହାଉ ଆଇ ମେଡ୍ 20 ଲକ୍ଷ ଇନ୍ ଦ ଷ୍ଟକ୍ ମାର୍କେଟ। ଏହା ଟ୍ରେଡିଂ ଜଗତର ଏକ କ୍ଲାସିକ୍ ବହି, ଯିଏକି ଜଣେ ପ୍ରଫେସନାଲ ଡ୍ୟାନ୍ସର ହୋଇ ମଧ୍ୟ ସେୟାର ବଜାରରୁ କୋଟି କୋଟି ଟଙ୍କା କମାଇଥିଲେ। ଚାଲନ୍ତୁ ଏହାକୁ ସହଜରେ ବୁଝିବା। 1. ବକ୍ସ ଥିଓରି। ବକ୍ସ ଥିଓରି। ନିକୋଲାସ ଡାର୍ଭାସ ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବ୍ୟବହାର କରୁଥିଲେ, ଯାହାକୁ ବକ୍ସ ଥିଓରି କୁହାଯାଏ। ଉଦାହରଣ, ଯଦି ଗୋଟିଏ ଷ୍ଟକ୍ 100ରୁ 110 ମଧ୍ୟରେ ବହୁତ ଦିନ ଧରି ଖେଳୁଛି, ତେବେ ସେ ଏହାକୁ ଏକ ବକ୍ସ ବୋଲି ମାନୁଥିଲେ। ଯେତେବେଳେ ଷ୍ଟକ୍ ସେହି ବକ୍ସକୁ ଭାଙ୍ଗି ବ୍ରେକ୍ଆଉଟ୍ 111କୁ ଯାଉଥିଲା, ସେତେବେଳେ ସେ କିଣୁଥିଲେ। ଯଦି ଷ୍ଟକ୍ ତଳକୁ ଖସୁଥିଲା, ସେ ତୁରନ୍ତ ବିକ୍ରି କରିଦେଉଥିଲେ। 2. ଟ୍ରେଣ୍ଡ ଫଲୋଇଂ କୁ ଅନୁସରଣ କରିବା। ସେ କେବେ ବି ଶସ୍ତାରେ କିଣିବାକୁ ଚେଷ୍ଟା କରୁନଥିଲେ। ସେ କହୁଥିଲେ, ଯାହା ଉପରକୁ ଯାଉଛି ତାକୁ ହିଁ କିଣ। ଯେପର୍ଯ୍ୟନ୍ତ ଷ୍ଟକ୍ ଉପରକୁ ଯାଉଥିଲା, ସେ ସେପର୍ଯ୍ୟନ୍ତ ତାକୁ ଧରି ରଖୁଥିଲେ। ହୋଲ୍ଡ। 3. ଷ୍ଟପ୍ ଲସ୍ର ଗୁରୁତ୍ୱ। ସେ ସବୁବେଳେ ଅଟୋମେଟିକ୍ ଷ୍ଟପ୍ ଲସ୍ ବ୍ୟବହାର କରୁଥିଲେ। ତାଙ୍କ କହିବା କଥା ହେଲା, ମାର୍କେଟ କୁଆଡ଼େ ଯିବ ଆମେ ଜାଣିନାହୁଁ, କିନ୍ତୁ ଆମେ କେତେ କ୍ଷତି ସହିବା ତାହା ଆମ ହାତରେ ଅଛି। 4. ମାର୍କେଟ ଶବ୍ଦ ନଏଜ୍ରୁ ଦୂରେଇ ରହିବା। ସେତେବେଳେ ସେ ଦୁନିଆ ସାରା ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ ବୁଲୁଥିଲେ। ସେ କୌଣସି ଟିଭି ନ୍ୟୁଜ୍ ବା ଟିପ୍ସ ଶୁଣୁନଥିଲେ। ସେ କେବଳର ପ୍ରାଇସ୍ ଏବଂ ଭଲ୍ୟୁମ୍ ଦେଖି ଟେଲିଗ୍ରାମ ମାଧ୍ୟମରେ ଟ୍ରେଡ୍ କରୁଥିଲେ। ତୁମ ପାଇଁ ଏହି ବହିରୁ ଶିକ୍ଷା। ସରଳ ରୁହ, ଟ୍ରେଡିଂକୁ ଜଟିଳ କରନାହିଁ। ପ୍ରାଇସ୍ ଆକ୍ସନ୍। ପ୍ରାଇସ୍ ଆକ୍ସନ୍କୁ ବୁଝିବାକୁ ଚେଷ୍ଟା କର। ଭୁଲ ସ୍ୱୀକାର କର, ଯଦି ଟ୍ରେଡ୍ ଓଲଟା ଯାଉଛି, ତେବେ ଛୋଟ ଲସ୍ ନେଇ ବାହାରିଯା। ବଡ଼ ଲାଭ ପାଇଁ ଅପେକ୍ଷା କର। ଯେତେବେଳେ ଟ୍ରେଣ୍ଡ ତୁମ ସପକ୍ଷରେ ଅଛି, ସେତେବେଳେ ତୁରନ୍ତ ପ୍ରଫିଟ୍ ବୁକ୍ ନକରି ତାକୁ ବଢ଼ିବାକୁ ଦିଅ। ଆଜିକାଲିର ଏସ୍ଏମ୍ସି ବା ସପୋର୍ଟ/ରେଜିଷ୍ଟାନ୍ସ ଟ୍ରେଡିଂରେ ମଧ୍ୟ ଏହି ବକ୍ସ ଥିଓରି ବହୁତ କାମରେ ଆସେ। ତୁମେ ତ ଚାର୍ଟ ଦେଖୁଛ, କେବେ ଏମିତି ବକ୍ସ ବା କନସୋଲିଡେସନ ଦେଖିବାକୁ ପାଉଛ କି? ଏହି ବହିଟି ହେଉଛି ଜ୍ୟାକ୍ ଡିୟାଙ୍କ ଦ୍ୱାରା ଲିଖିତ ମାର୍କେଟ ୱିଜାର୍ଡସ୍। ଏହା ଦୁନିଆର ସବୁଠାରୁ ପ୍ରଭାବଶାଳୀ ଟ୍ରେଡିଂ ବହିଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ବହିର ବିଶେଷତ୍ୱ ହେଉଛି ଯେ ଏଥିରେ ଲେଖକ ଦୁନିଆର ସବୁଠାରୁ ସଫଳ ଟ୍ରେଡରମାନଙ୍କ ସହ ସାକ୍ଷାତକାର ଇଣ୍ଟରଭ୍ୟୁଜ୍ ନେଇଛନ୍ତି ଏବଂ ସେମାନଙ୍କ ସଫଳତାର ରହସ୍ୟ କହିଛନ୍ତି। ଚାଲ ଏହାର ମୁଖ୍ୟ ବିଷୟଗୁଡ଼ିକୁ ସହଜରେ ବୁଝିବା। 1. ସଫଳ ଟ୍ରେଡରଙ୍କ ମାନସିକତା ମାଇଣ୍ଡସେଟ୍ ଅଫ୍ ୱିନର୍ସ। ଏହି ବହିରେ ଥିବା ସବୁ ସଫଳ ଟ୍ରେଡରଙ୍କର ଏକ ସମାନ କଥା ହେଉଛି, ସେମାନେ ଟ୍ରେଡିଂକୁ ଏକ ଗମ୍ଭୀର ବ୍ୟବସାୟ ଭାବେ ଦେଖନ୍ତି। ସେମାନେ କେବେ ବି ରାତିରାତି କୋଟିପତି ହେବାକୁ ଚେଷ୍ଟା କରନ୍ତି ନାହିଁ, ବରଂ ନିଜର ପ୍ରୋସେସ୍ ଉପରେ ଧ୍ୟାନ ଦିଅନ୍ତି। 2. ରିସ୍କ ମ୍ୟାନେଜମେଣ୍ଟ ସବୁଠୁ ଉପରେ। ବହିରେ ଥିବା ପ୍ରତ୍ୟେକ ମାର୍କେଟ ୱିଜାର୍ଡ ଗୋଟିଏ କଥା ବାରମ୍ବାର କହିଛନ୍ତି, ଆପଣଙ୍କରକୁ ଛୋଟ ରଖନ୍ତୁ। ନିୟମ। ଯଦି ଆପଣ ନିଜ କ୍ୟାପିଟାଲକୁ ବଞ୍ଚାଇ ପାରିବେ, ତେବେ ହିଁ ଆପଣ ମାର୍କେଟରେ ଆଗକୁ ବଢ଼ିପାରିବେ। ଜଣେ ସଫଳ ଟ୍ରେଡର ଜାଣିଥାଏ ଯେ ସେ କେତେବେଳେ ଭୁଲ ପ୍ରମାଣିତ ହେବେ ଏବଂ ତୁରନ୍ତ ସେହିରୁ ବାହାରିଯାନ୍ତି। 3. ନିଜସ୍ୱ ଶୈଳୀ ବାଛନ୍ତୁ। ଫାଇଣ୍ଡ ୟୋର ଓନ୍ ଷ୍ଟାଇଲ୍। ସବୁ ଟ୍ରେଡର ଗୋଟିଏ ଉପାୟରେ ପଇସା କମାନ୍ତି ନାହିଁ। କେହି ଫଣ୍ଡାମେଣ୍ଟାଲ ଆନାଲିସିସ୍ କରନ୍ତି ତ
केही केवल टेक्निकल एनालिसिस। शिक्षा आपणंकु सेही स्ट्राटेजी बाछिबाकु हेबो जहा आपणंक व्यक्तित्व पर्सनालिटी सह खाप खाउछि, जेमिति कि आपण एसएमसी किंबा ऑप्शन चेन रे सहज अनुभव करूछंती। 4 पराजयरु शिक्षा लर्निंग फ्रॉम लॉसेस। बहिरे थिबा प्राय समस्त बड़ ट्रेडर निज क्यारियर आरंभ रे बड़ बड़ लॉस करिछंती, किंतु सेमाने सेही भूलरु शिक्षा पाई आज एही स्थान रे पहुंचिछंती। सारांश ओ उदाहरण धर तुमे निफ्टी रे ट्रेड नेउछ, तुमर स्ट्राटेजी हुए तो बहुत भल होई पारे, किंतु जदि तुमे एही बहिर शिक्षा मानिब नाही तेबे विफल हेबार संभावना अछि। मार्केट विजार्ड रूल मु केते पैसा कमाइबी ताहा मार्केट उपरे निर्भर करे, किंतु मु केते पैसा हराइबी ताहा केवल मो उपरे निर्भर करे। सांग तुमे जेउ 20,000 रु 50,000 कैपिटल चैलेंज आरंभ करिछ, सेथिरे एही बहिर रिस्क मैनेजमेंट नियम सबुठु बेसी कामरे आसीबो। एही बही विषय रे आउ किछि निर्दिष्ट जानिबाकू चाहुछ कि, जेमिति कि कौनसी जणे प्रसिद्ध ट्रेडरंग स्टोरी। चालंतु एही बहिर सबुठारु प्रसिद्ध ट्रेडर एड सेकोटांक कहानी सुनिबा। तांको कहानी तुमको बहुत किछि सिखाइबो। एड सेकोटा जणे एमिति ट्रेडर थिले जिए मात्र 12 वर्ष रे $5,000 को एक $5 कोटी रे परिणत कर देइथिले। तांकर किछि मुख्य मंत्र एठारे दियागला। 1 समस्ते मार्केट रु सेया पांती जहा सेमाने चाहंती। सेकोटांकर एही कथाटी बहुत गभीर। से कहुथिले जे किछि लोक मार्केट को खाली पैसा हराइबा पय आसंती, सेमाने जानिशुणी भूल करंती, जेपरि सेमानंकु समवेदना मिलिबो। किछि लोक उत्तेजना एक्साइटमेंट पय आसंती, किंतु जिए केवल लाभ करिबाकू चाहे से निज नियम रे अटल रहे। 2 स्टॉप लॉस र कठोर नियम। तांकु जेतेबेले पचरागला जे ट्रेडिंग रे सबुठु गुरुत्वपूर्ण कोन, से उत्तर देले 1 2 स्टॉप लॉस। 3 स्टॉप लॉस तांको कहिबा कथा हैला, जदि तुमे निजर छोट क्षति को स्वीकार करि परिबो नाही तेबे तुमे केबे भी बड़ खेलाड़ी होई परिबो नाही। 3 ट्रेंड सहित बंधुता। से कहुथिले द ट्रेंड इज योर फ्रेंड अंटिल द एंड व्हेन इट बेंड्स, अर्थात जे पर्यंत मार्केट ऊपर को जाउछि से पर्यंत तुमे ता सहित रुह, निजडू अनुमान करनाही जे एबे मार्केट खसिबो। 4 चार्ट देखिबार शैली। सेकोटा कौनसी जटिल इंडिकेटर व्यवहार करुनथिले, से केवल चार्टर प्राइस एक्शन एवं ट्रेंड को देखुथिले। से विश्वास करुथिले जे जदि तुमर सिस्टम सरल सिंपल रहिबो तेबे तुमे शीघ्र निष्पत्ति नहीं पारिबो। तुम पई शिक्षा सांग तुमे जेउ एसएमसी स्मार्ट मनी कॉन्सेप्ट्स व्यवहार करूछ सेथिरे मध्य एही नियम लागू हुए। जेतेबेले मार्केट तुमर स्टॉप लॉस हिट करे तुरंत बाहरी जा, जिद करनाही। एही कहानीरू तुमकू केउ कथाटा सबुठु भल लागिला, स्टॉप लॉस मानिबा ना ट्रेंड सह रहिबा। एही बहिटी हेउछि मार्किंग द्वारा लिखित ट्रेडिंग इन द जोन। जदि तुमे मते पचारिबो तेबे ट्रेडिंग जगतरे एहाकू साइकोलॉजीर गीता बोली कुहा जाए। तुमे हुए तो बहुत स्ट्राटेजी शिखिथिबो, किंतु जेतेबेले ट्रेड नेबा कथा आसे सेतेबेले मनरे जेउ छनका पसे ताकू केमिति दूर करिबो सेटा एही बही बुझाए। चाले हार मुख्य विषयगुड़िकु सहजरे बुझिबा। 1 प्रोबेबिलिस्टिक थिंकिंग संभावनार चिंताधारा। मार्क डगलास कहंती जे मार्केट रे किछि भी निश्चित नुहे। आपणंक स्ट्राटेजी जेते भल हेले भी परवर्तीटी लाभ हेब ना क्षति ताहा केही कहि परिबे नाही। उदाहरण, एक मुद्रा कॉइन को टॉस कले जेमिति 50 बिना 50 चांस थाए, ट्रेडिंग मध्य सेमिति। तुमे केवल एतिकी देखिबा दरकार जेउ धदटी ट्रेड परे तुमे लाभरे रहुछ कि नहीं। 2 फटी मौलिक सत्य 5 फंडामेंटल ट्रुथ्स। एही बही अनुसारे ट्रेडर माने एही फटी कथा को मने रखिबा उचित। मार्केट रे जेकोनोसी समय रे किछि भी घटी पारे। पैसा कमाइबा पई तुमको परवर्ती मुहूर्त रे कोन हेबो ताहा जानिबा दरकार नहीं। तुमरो जितिबा एवं हारिबा मध्यरे एक रैंडम डिस्ट्रीब्यूशन थाए, अर्थात लगातार ओटी लॉस होई पारे किंतु परवर्ती फटी प्रॉफिट होई पारे। प्रत्येक मुहूर्त मार्केट रे यूनिक अनन्य। अतीतरे कोन होइथिला ताहा वर्तमानर ट्रेड उपरे प्रभाव पकाइबा उचित नुहे। एक एज स्ट्राटेजी कहिले केवल गोटिए जिनिस अन्य एक जिनिस अपेक्षा हेबार संभावना अधिक बोली बुझाए। 3 इन द जोन र अर्थ कण। जोन रे रहिबार अर्थ हेउछि बिना कौनसी भय द्वंद्व किंबा चिंतारे ट्रेड करिबा। जेतेबेले तुमे मार्केट सह ताଳ देई चालो फ्लो स्टेट, तुमे आउ फलाफल विषय रे भाबी डर नाही। तुमे केवल निजर प्रोसेस को अनुसरण कर। 4 भयरु मुक्ति। अधिकांश ट्रेडर को भय करंती। मार्क डगलास कहंती
जदि तुमे जानिछ जे लॉस हेबा एक साधारण कथा तेबे तुमे ताकू भय करिबो काहींकी। स्टॉप लॉस हिट हेले ताकू एक बिजनेस एक्सपेंस व्यावसायिक खर्च भावे ग्रहण कर। तुम पाई एही बहिरु शिक्षा सांग तुमे जेउ एसएमसी किंबा ऑप्शन चेन डाटा देखुछ सेइटा हेउची तुमर एज, किंतु तुमको सफल करिवो तुमर साइकोलॉजी। थरे ट्रेड नेबा परे जदि तुम हाथ थरुछि तेबे बुझी जाओ जे तुमे एपर्यंत ट्रेडिंग इन द जोन शिखिना हो। एक छोट प्रश्न, तुमर जेतेबेले लगातार 2 बिना 3टा लॉस हो जाए सेतेबेले तुमे परवर्ती ट्रेड नेबाकू डर ना रागरे रिवेंज ट्रेड कर। एही बही सेही समय रे तुमको शांत रहिबाकू सिखाइबो। चालंतु एही बहिर लेखक मार्कंक जणे शिष्य बा जणे साधारण ट्रेडर कहानी शुणिबा जहा प्राय सबु ट्रेडरंक जीवन रे घटे। एहाकू पढ़िले तुमे निजकू सेथिरे देखिपारिबो। धर जणे ट्रेडर अछि, याहार ना राहुल। राहुल बहुत भल स्ट्राटेजी शिखिछि। से जानिछि केउठी किनिबाकू हुए। एक प्रथम पर्याय भयर जन्म। राहुल एक ट्रेड नेला किंतु ताहा लॉस होइगला। तापर ट्रेड मध्य लॉस हेला। एबे राहुल मनरे भय पसिगला। तृतीय थर जेतेबेले तार सेटअप आसिला से डर रे ट्रेड नेलानी, किंतु मजा कथा हेला सेइटी बहुत बड़ प्रॉफिट देला। राहुल एबे निजकू गाली देला, छा मु काहींकी नेलिनी। 2 द्वितीय पर्याय लोभ ओ अनियमितता। एबे राहुल भाबिला परवर्ती रे मु सबु क्षति सुझी देबी। से बिना कौनसी सिग्नल रे बड़ कैपिटल लगाई ट्रेड नहीं गला। ओभर लेवरेजिंग। मार्केट ता विपक्ष को गला एवं से पुणी बड़ लॉस कला। से मार्केट उपरे रागी गला। 3 इन द जोन रो शिक्षा। सेई दिन राहुल एई बहिटी पढ़िला। से बुझिला जे ट्रेडिंग रे लॉस हेबा माने से भूल नुहे बरं ताहा मार्केटर एक साधारण प्रक्रिया। राहुल निजकू बदलाइला। से स्थिर कला जे से क्रमागत 9टी ट्रेड नेबो जहा भी हेउ पछे। गोटिए ट्रेड जितिला कि हारिला सेथिरे से खुशी बा दुखी हेलानी। से केवल एतिकी देखिला जे से निजर नियम और रूल्स मानुछि कि नाही। फलाफल 9टी ट्रेड परे से देखिला जे सेथि मध्यरु मटी लॉस होईछि किंतु धनटी प्रॉफिट होईछि। जेहेतु से स्टॉप लॉस छोट रखिथिला मास शेषरे से एक भल प्रॉफिट रे रहिला। सांग एही कहानीरु शिक्षा हेला रे तुमे केते जानिछ ताहा गुरुत्वपूर्ण नुहे। तुमे निज मनकू केते शांत रखी निज प्रोसेस को मानुछ सेइटा ही असल ट्रेडिंग। तुमे जेतेबेले चार्ट देखुछ तुमको एमिति राहुल भली अनुभव हुए कि ट्रेड नेबा बेले तुमको केउ कथाटा सबुठु बेसी हैरान करे। एही बहिटी हेउची मार्शल इंक द्वारा लिखित हाई प्रोबेबिलिटी ट्रेडिंग। एहा जणे नुआ ट्रेडर पाई बहुत जरूरी कारण एही बहिटी कहे जे जणे सफल ट्रेडर हेबा पाई केवल स्ट्राटेजी नुहे बरं सुजोग पाई अपेक्षा करिबा शिखिबाकू पड़िबो। चालंतु एहार मुख्य बिंदु गुडी को सहजरे बुझिबा। 1 जणे कासिनो भली चिंता करंतु। कासिनो रे सबु खेलाड़ी जितंती नाही किंतु कासिनोर मालिक सबुबेले लाभरे रहे। काहींकी कारण से केवल सेही खेल खेले जेउठी तार जितिबार प्रोबेबिलिटी संभावना अधिक थाए। ट्रेडिंग मध्य सेमिति। सबुरे ट्रेड न नहीं केवल सेतेबेले ट्रेड नियंतु जेतेबेले चार्ट आपनकू स्पष्ट संकेत देउछि। 2 शिक्षागत खर्च ट्यूशन टू द मार्केट। लेखक कहंती जे आरंभरे ट्रेडिंग रे जेउ लॉस हुए ताहाकू क्षति बोली न भाबीर फीस बोली भाबंतु। जे पर्यंत आपण शिखि नाहंती से पर्यंत कम पुंजी रे ट्रेड करंतु जेपरी आपणकर शिक्षा फीस बहुत महंगा न हो। 3 खरापुरु दूरेई रुहंतु। अवॉइड लो प्रोबेबिलिटी ट्रेड्स। अधिकांश लोक बोर होइबा उत्साह रे ट्रेड नहीं जानती किंतु एही बही कहे जेतेबेले मार्केट साइडवेज थाए सेतेबेले दूरेई रुहंतु। जेतेबेले कोनोसी स्पष्ट ट्रेंड न थाए सेतेबेले ट्रेड करंतु नाही। 4 प्लान अनुसारे काम करंतु। ट्रेडिंग प्लान बिना रे ट्रेडिंग करिबा हेउछि आत्महत्या करिबा सह समान। आपणक पाखरे लिखित नियम रहिबा दरकार। मु केउ समय रे ट्रेड करिबी, मोर स्टॉप लॉस केउठी रहिबो, मु आजि सर्वाधिक केते लॉस सही पारिबी। एक छोटो स्टोरी एग्जांपल। धर जणे शिकारी अछि। से जंगल रे गोटिए बड़ हरिण शिकार करिबाकू चाहुछि। से सारा जंगल रे दौड़ी दौड़ी गुली चलाए नाही कारण तार गुली ओ शक्ति शेष होइजिबो। से एक स्थान रे लुचि रहे एवं शिकार आसीबा जाय धैर्य पेशेंस र सह अपेक्षा करे। जेतेबेले शिकार संपूर्ण सामना को आसे एवं जितिबार चांस नबे थाए सेतेबेले से गुली चलाए। हाई प्रोबेबिलिटी ट्रेडिंग रो मूल कथा हैला अपेक्षा करंतु। सांग तुमे तो क्रूड ऑयल एवं निफ्टी रे ट्रेड करूछ। तुमे केबे एमिति अनुभव करिछ कि जे बेले बेले ट्रेड न नेबा ही सबुठु बड़ प्रॉफिट।
କାରଣ ସେତେବେଳେ ତୁମେ ନିଜର କ୍ୟାପିଟାଲକୁ ବଞ୍ଚାଇ ଦେଇଥାଏ। ଏହି ବହିଟି ହେଉଛି ମୋର୍ଗାନଙ୍କ ଦ୍ୱାରା ଲିଖିତ ଦ ସାଇକୋଲୋଜି ଅଫ୍ ମନି। ଏହା କେବଳ ଟ୍ରେଡିଂ ପାଇଁ ନୁହେଁ, ବରଂ ଜୀବନରେ ଟଙ୍କାର ମହତ୍ତ୍ୱ ଏବଂ ଆମେ ଟଙ୍କା ସହ କିପରି ବ୍ୟବହାର କରୁ ସେହି ବିଷୟରେ ଶିଖାଏ। ଧନୀ ହେବା ଏବଂ ଧନୀ ହୋଇ ରହିବା ମଧ୍ୟରେ ଯେଉଁ ପାର୍ଥକ୍ୟ ଅଛି ତାହା ଏହି ବହି ବହୁତ ସୁନ୍ଦର ଭାବେ ବୁଝାଏ। ଚାଲନ୍ତୁ ଏହାର ମୁଖ୍ୟପଟି କଥାକୁ ଓଡ଼ିଆରେ ବୁଝିବା। 1. ଧନୀ ହେବା ବନାମ ଧନୀ ହୋଇ ରହିବା, ଗେଟିଂ ୱେଲ୍ଥି ଭିଏସେସ୍ ଷ୍ଟେଇଂ ୱେଲ୍ଥି। ଧନୀ ହେବା ପାଇଁ ଆପଣଙ୍କୁ ରିସ୍କ ନେବାକୁ ପଡ଼େ ଏବଂ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଧନୀ ହୋଇ ରହିବା ପାଇଁ ଆପଣଙ୍କୁ ନମ୍ରତା, ହ୍ୟୁମିଲିଟି ଏବଂ ସତର୍କତା ଫିୟର ଦରକାର। ଶିକ୍ଷା। ବହୁତ ଲୋକ ଟ୍ରେଡିଂରେ ବଡ଼ ପ୍ରଫିଟ୍ ତ କରିଦିଅନ୍ତି, କିନ୍ତୁ ଅହଙ୍କାର ଯୋଗୁଁ ସବୁ ଟଙ୍କା ପୁଣି ହରାଇ ଦିଅନ୍ତି। ଟଙ୍କାକୁ ସମ୍ଭାଳିବା ଶିଖିବା ହିଁ ଅସଲ କଥା। 2. କମ୍ପାଉଣ୍ଡିଂରେ ଯାଦୁ, ଦ ପାୱାର ଅଫ୍ କମ୍ପାଉଣ୍ଡିଂ। ଲେଖକ ୱାରେନ୍ଙ୍କ ଉଦାହରଣ ଦେଇଛନ୍ତି। ଅଙ୍କର ଅଧିକାଂଶ ସମ୍ପତ୍ତି ତାଙ୍କୁ 60 ବର୍ଷ ବୟସ ପରେ ମିଳିଛି। ଅର୍ଥ, ରାତି କୋଟିପତି ହେବାକୁ ଚେଷ୍ଟା ନ କରି ଛୋଟ ଛୋଟ ଲାଭକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିଲେ ତାହା ଏକ ବଡ଼ ସମ୍ପତ୍ତିରେ ପରିଣତ ହୁଏ। 3. ଯଥେଷ୍ଟର ମହତ୍ତ୍ୱ, ଦ କନସେପ୍ଟ ଅଫ୍ ଇନଫ୍। ଅନେକ ସମୟରେ ଲୋକଙ୍କ ପାଖରେ ଯଥେଷ୍ଟ ଟଙ୍କା ଥାଏ, କିନ୍ତୁ ସେମାନେ ଲୋଭରେ ପଡ଼ି ନିଜର ସବୁ ସମ୍ପତ୍ତି ଏବଂ ସମ୍ମାନକୁ ବାଜି ଲଗାଇ ଦିଅନ୍ତି। ଶିକ୍ଷା। ଆପଣଙ୍କର ଲକ୍ଷ୍ୟ, ଗୋଲ୍ ସ୍ଥିର ରହିବା ଦରକାର। ଯଦି ଆଜି ଆପଣଙ୍କର ଟାର୍ଗେଟ୍ ପୂରଣ ହୋଇଛି, ତେବେ ଶାନ୍ତିରେ ରୁହନ୍ତୁ। 4. ସ୍ୱାଧୀନତା ହିଁ ପ୍ରକୃତ ଧନ, ଫ୍ରିଡମ୍। ଟଙ୍କାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ ସମୟର ସ୍ୱାଧୀନତା ଦେବା। ଯଦି ଆପଣ ନିଜ ମନ ମୁତାବକ କାମ କରିପାରୁଛନ୍ତି ଏବଂ ଯେତେବେଳେ ଚାହିଁବେ ସେତେବେଳେ ସମୟ ବିତାଇ ପାରୁଛନ୍ତି, ତେବେ ଆପଣ ପ୍ରକୃତରେ ଧନୀ। ଏକ ଛୋଟ କାହାଣୀ ଷ୍ଟୋରୀ। ବହିରେ 2 ଜଣ ବ୍ୟକ୍ତିଙ୍କ ଉଦାହରଣ ଅଛି। ଜଣେ ହେଉଛନ୍ତି ଜଣେ ବଡ଼ ଟେକ୍ନୋଲୋଜି କମ୍ପାନୀର ଏକ୍ଜିକ୍ୟୁଟିଭ୍ ଯିଏ ବହୁତ ଖର୍ଚ୍ଚିଥିଲେ ଏବଂ ଶେଷରେ ଦେବାଳିଆ ହୋଇଗଲେ। ଅନ୍ୟ ଜଣେ ହେଉଛନ୍ତି ଜଣେ ସାଧାରଣ ସୁଇପର ବା ପରିଷ୍କାର କର୍ମଚାରୀ ଯିଏ ନିଜର ଅଳ୍ପ ଅଳ୍ପ ଟଙ୍କାକୁ ଜୀବନସାରା ସଞ୍ଚୟ କରି ଶେଷରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଥିଲେ। ଏହାର ଅର୍ଥ, ଟଙ୍କା କମାଇବା ପାଇଁ ଆପଣ କେତେ ବୁଦ୍ଧିମାନ ବା କେତେ ପାଠ ପଢ଼ିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କିପରି ଆଚରଣ ବିହେଭିଅର କରୁଛନ୍ତି ତାହା ହିଁ ସବୁକିଛି। ସାଙ୍ଗ, ତୁମେ ତ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଏବଂ ଟ୍ରେଡର ଭାବେ କାମ କରୁଛ। ଏହି ବହିର ନିୟମ ତୁମକୁ ତୁମର ୟୁଟ୍ୟୁବ୍ ଚ୍ୟାନେଲ, ମାର୍କେଟ ମାଫିଆ ଏବଂ ଟ୍ରେଡିଂ ପୁଞ୍ଜିକୁ ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରିବ। ଏହି ବହି ବିଷୟରେ ଆଉ କିଛି ପଚାରିବାକୁ ଚାହୁଁଛ କି, ଯେମିତିକି ଲକ୍ ଭିଏସ୍ ରିସ୍କ ବିଷୟରେ? ଶିକ୍ଷଣୀୟ କାହାଣୀ ଶୁଣିବା, ଯାହା ଆମକୁ ଭାଗ୍ୟ, ଲକ୍ ଏବଂ ରିସ୍କ ମଧ୍ୟରେ ଥିବା ତଫାତ୍ ବୁଝାଇବ। ଏହି କାହାଣୀଟି ହେଉଛି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଶ ଏବଂ ତାଙ୍କର ଜଣେ ସାଙ୍ଗ କେଣ୍ଟଙ୍କର। 1. ଭାଗ୍ୟର ସାଥ, ଲକ୍। 1968 ମସିହାରେ ଯେତେବେଳେ ଦୁନିଆରେ ପ୍ରାୟ କୌଣସି ସ୍କୁଲରେ କମ୍ପ୍ୟୁଟର ନଥିଲା, ସେତେବେଳେ ବିଲ୍ ଶ ଆମେରିକାର ଏମିତି ଏକ ସ୍କୁଲରେ ଲେକ୍ସାଇଡ୍ ସ୍କୁଲ ପଢ଼ୁଥିଲେ ଯେଉଁଠି କମ୍ପ୍ୟୁଟର ଥିଲା। ସେହି ସମୟରେ ଜଣେ ଛାତ୍ର ପାଖରେ କମ୍ପ୍ୟୁଟର ସୁବିଧା ପହଞ୍ଚିବାର ସମ୍ଭାବନା 10 ଲକ୍ଷରେ ମାତ୍ର 1 ଥିଲା। ବିଲ୍ ଶ ନିଜେ ସ୍ୱୀକାର କରନ୍ତି ଯେ ଯଦି ସେହି ସ୍କୁଲରେ କମ୍ପ୍ୟୁଟର ନଥାନ୍ତା, ତେବେ ବୋଧହୁଏ ଆଜି ମାଇକ୍ରୋସଫ୍ଟ ନଥାନ୍ତା। ଏହାକୁ କୁହାଯାଏ ଲକ୍। 2. ରିସ୍କର କରାଳ ରୂପ, ରିସ୍କ। ବିଲ୍ ଶଙ୍କ ସହ ସେହି ସ୍କୁଲରେ ତାଙ୍କର ଜଣେ ବହୁତ ବୁଦ୍ଧିମାନ ସାଙ୍ଗ ଥିଲେ, ଯାହାଙ୍କ ନାଁ ଥିଲା କେଣ୍ଟ ଶ। ବିଲ୍ ଶଙ୍କ କହିବା ଅନୁସାରେ କେଣ୍ଟ କମ୍ପ୍ୟୁଟରରେ ତାଙ୍କଠାରୁ ବି ଅଧିକ ଜ୍ଞାନୀ ଥିଲେ, କିନ୍ତୁ ଗ୍ରାଜୁଏସନ୍ ଶେଷ କରିବା ପୂର୍ବରୁ ଏକ ପାହାଡ଼ ଚଢ଼ିବା ସମୟରେ ମାଉଣ୍ଟେନ୍ କ୍ଲାଇମ୍ବିଂ ଦୁର୍ଘଟଣାରେ ଅଙ୍କର ମୃତ୍ୟୁ ହୋଇଗଲା। ପାହାଡ଼ ଚଢ଼ିବା ବେଳେ ଏମିତି ଦୁର୍ଘଟଣାରେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ 10 ଲକ୍ଷରେ ମାତ୍ର 1 ଥିଲା। ଏହାକୁ କୁହାଯାଏ ରିସ୍କ। ଏହି କାହାଣୀରୁ ଶିକ୍ଷା, ସଫଳତାକୁ ମୁଣ୍ଡକୁ ନିଅନ୍ତୁ ନାହିଁ। ଯଦି ଆଜି ତୁମର ବଡ଼ ପ୍ରଫିଟ୍ ହୋଇଛି, ତେବେ ଭାବ ନାହିଁ ଯେ ତୁମେ ସବୁ ଜାଣିଛ। ସେଥିରେ ଭାଗ୍ୟର ମଧ୍ୟ ହାତ ଥାଇପାରେ। ବିଫଳତାକୁ ହୃଦୟକୁ ନିଅନ୍ତୁ ନାହିଁ। ଯଦି ଲସ୍ ହେଉଛି, ତେବେ ତାର ଅର୍ଥ ନୁହେଁ ଯେ ତୁମେ ଜଣେ ଖରାପ ଟ୍ରେଡର। ବେଳେବେଳେ ରିସ୍କ ଫ୍ୟାକ୍ଟର ଯୋଗୁଁ ମଧ୍ୟ ଏମିତି ହୋଇଥାଏ। ନମ୍ର ରୁହ, ମାର୍କେଟରେ କେବେ ବି ଅହଙ୍କାର ଦେଖାଅ ନାହିଁ, କାରଣ ଏଠି ସବୁକିଛି ତୁମ ନିୟନ୍ତ୍ରଣରେ ନାହିଁ। ସାଙ୍ଗ, ତୁମେ ତ ଟ୍ରେଡିଂରେ ଲଗାତାର ଚେଷ୍ଟା କରୁଛ। ତୁମେ କେବେ ଅନୁଭବ କରିଛ କି ଯେ ତୁମର ସବୁ ଆନାଲିସିସ୍ ଠିକ୍ ଥିବା ସତ୍ତ୍ୱେ ବି ମାର୍କେଟ ହଠାତ୍ କୁଆଡ଼େ ଚାଲିଗଲା? ସେଇଟା ହିଁ ହେଉଛି ରିସ୍କ। ଏହିସବୁ ବହି ମଧ୍ୟରୁ ତୁମକୁ ସବୁଠୁ ଅଧିକ କେଉଁ ବିଷୟଟି ଭଲ ଲାଗିଲା? ଟ୍ରେଡିଂ ଷ୍ଟ୍ରାଟେଜି ନା ମନୋବିଜ୍ଞାନ, ସାଇକୋଲୋଜି? ସାଙ୍ଗ, ମୁଁ ଜଣେ ଏଆଇ ହୋଇଥିଲେ ମଧ୍ୟ ମୋତେ ସବୁଠୁ ଅଧିକ ଟ୍ରେଡିଂ ଇନ୍ ଦ ଜୋନ୍ର ଚିନ୍ତାଧାରା ଏବଂ ସେହି ରାହୁଲର କାହାଣୀ ଭଲ ଲାଗେ। କାହିଁକି ଜାଣିଛ? କାରଣ ଦୁନିଆରେ ହଜାର ହଜାର ଷ୍ଟ୍ରାଟେଜି ଅଛି,
କିନ୍ତୁ ସବୁଠୁ ବଡ଼ ଯୁଦ୍ଧ ଚାର୍ଟ ଉପରେ ନୁହେଁ ବରଂ ଆମ ମନ ଭିତରେ ଚାଲିଥାଏ। ଚାଲନ୍ତୁ ତୁମକୁ ସେହି ବହିର ଏକ ବହୁତ ସୁନ୍ଦର ଛୋଟ ଉଦାହରଣ ଏନାଲୋଜି କହୁଛି। ସେହି ଛୋଟ ପିଲା ଏବଂ କୁକୁରର କାହାଣୀ ମାର୍କ ଡଗ୍ଲାସ୍ ବୁଝାଇଛନ୍ତି ଯେ ଆମ ମନ କିପରି କାମ କରେ। ଧର ଜଣେ ଛୋଟ ପିଲାଟି ଏକ କୁକୁରକୁ ଦେଖିବାକୁ ଗଲା ଏବଂ କୁକୁରଟି ତାକୁ କାମୁଡ଼ିଦେଲା। ଏବେ ସେହି ପିଲାଟିର ମନରେ ଏକ ଧାରଣା ବିଲିଫ୍ ବସିଗଲା ଯେ ସବୁ କୁକୁର ବିପଜ୍ଜନକ। ପରବର୍ତ୍ତୀ ସମୟରେ ଯେତେବେଳେ ସେ ଏକ ବହୁତ ଶାନ୍ତ ଏବଂ ଭଲ କୁକୁରକୁ ଦେଖିବ ସେତେବେଳେ ମଧ୍ୟ ସେ ଭୟରେ ଦୌଡ଼ି ପଳାଇବ। କିନ୍ତୁ ସେହି କୁକୁରଟି ତାକୁ କିଛି କ୍ଷତି କରିବାକୁ ଚାହୁଁନଥିଲା। ଏହା ଟ୍ରେଡିଂ ସହ କିପରି ଜଡ଼ିତ? ଟ୍ରେଡିଂରେ ମଧ୍ୟ ସେଇଆ ହୁଏ। ଯଦି ତୁମର ଗୋଟିଏ କିମ୍ବା ଦୁଇଟିରେ ଲସ୍ ହୋଇଯାଏ ତୁମ ମନ ଭାବିନିଏ ଯେ ମାର୍କେଟ ଖରାପ ବା ମୋ ଷ୍ଟ୍ରାଟେଜି କାମ କରୁନି। ଏହାପରେ ଯେତେବେଳେ ଏକ ବହୁତ ଭଲ ସୁଯୋଗ ଆସେ ତୁମେ ସେହି ପିଲାଟି ଭଳି ଭୟରେ ଟ୍ରେଡ୍ ନିଅ ନାହିଁ। ମୋତେ ଏହା କାହିଁକି ଭଲ ଲାଗେ? କାରଣ ଏହି କାହାଣୀ ଶିଖାଏ ଯେ ତୁମ ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ମାର୍କେଟ ପ୍ରତି ମୁହୂର୍ତ୍ତରେ ନୂଆ। ପୁରୁଣାର ଭୟକୁ ନୂଆ ଟ୍ରେଡ୍ ଉପରେ ପକା ନାହିଁ। ଯଦି ତୁମେ ନିଜ ମନକୁ ଜିତିଗଲ ତେବେ ତୁମେ ଅଧା ଯୁଦ୍ଧ ଜିତିଗଲ। ତୁମେ ମଧ୍ୟ ତୁମର ୟୁଟ୍ୟୁବ୍ ଚ୍ୟାନେଲରେ ଯେତେବେଳେ ଭିଡିଓ ବନାଉଛ ଏହି ସାଇକୋଲୋଜି ବିଷୟରେ କହିପାରିବ। ଲୋକମାନେ ଷ୍ଟ୍ରାଟେଜି ତ ଶିଖିଯାଆନ୍ତି କିନ୍ତୁ ମନକୁ କେମିତି ସମ୍ଭାଳିବେ ସେଇଟା ଜାଣନ୍ତି ନାହିଁ। ତୁମକୁ ଏହି ସବୁ ବହି ମଧ୍ୟରୁ କେଉଁଟି ସବୁଠୁ ବେଶୀ ଇନ୍ସ୍ପାୟାର କଲା? ତୁମର ଟ୍ରେଡିଂରେ କ'ଣ କିଛି ବଦଳିବ କି? ମନ ବିଷୟରେ ଜଣେ ପ୍ରସିଦ୍ଧ ଜାପାନୀ ଟ୍ରେଡରଙ୍କର ଏକ ବହୁତ ସୁନ୍ଦର କାହାଣୀ ଅଛି ଯାହାକୁ ଦ ମାଷ୍ଟର ଆଣ୍ଡ ଦ ଡିସାଇପୁଲ୍ ଗୁରୁ ଏବଂ ଶିଷ୍ୟ କାହାଣୀ କୁହାଯାଏ। ଏହା ତୁମର ଟ୍ରେଡିଂ ଏବଂ ଜୀବନ ଦୁଇଟି ଯାକ ପାଇଁ ବହୁତ କାମରେ ଆସିବ। କାହାଣୀ ମନର ଆଇନା। ଥରେ ଜଣେ ଶିଷ୍ୟ ତାଙ୍କ ଗୁରୁଙ୍କୁ ପଚାରିଲେ, ଗୁରୁଦେବ, ମୁଁ ସବୁ ଷ୍ଟ୍ରାଟେଜି ଶିଖିଛି, ଚାର୍ଟ ପଢ଼ିପାରୁଛି, କିନ୍ତୁ ଟ୍ରେଡ୍ ନେଲାବେଳେ ମୋ ମନ ଚଞ୍ଚଳ ହୋଇଯାଉଛି। କେବେ ମୋତେ ଭୟ ଲାଗୁଛି ତ କେବେ ମୁଁ ଧୈର୍ଯ୍ୟ ହରାଉଛି। ମୁଁ ମୋ ମନକୁ କେମିତି କାବୁ କରିବି? ଗୁରୁ କିଛି କହିଲେ ନାହିଁ। ସେହି ଶିଷ୍ୟଙ୍କୁ ଏକ ସ୍ୱଚ୍ଛ ପୋଖରୀ ପାଖକୁ ନେଇଗଲେ। ସେଦିନ ପବନ ବହୁତ ଜୋରରେ ବହୁଥିଲା ତେଣୁ ପୋଖରୀର ପାଣିରେ ଲହଡ଼ି ଆସୁଥିଲା। ଗୁରୁ ପଚାରିଲେ, ଶିଷ୍ୟ, ଏହି ପୋଖରୀ ପାଣିରେ ତୁମକୁ ନିଜର ମୁହଁ ଦେଖାଯାଉଛି କି? ଶିଷ୍ୟ କହିଲେ, ନା ଗୁରୁଦେବ, ପାଣି ଏପଟ ସେପଟ ହେଉଛି ତେଣୁ କିଛି ଦେଖାଯାଉନି। କିଛି ସମୟ ପରେ ପବନ ବନ୍ଦ ହୋଇଗଲା ଏବଂ ପାଣି ସମ୍ପୂର୍ଣ୍ଣ ସ୍ଥିର ହୋଇଗଲା। ଗୁରୁ ପଚାରିଲେ, ଏବେ ଦେଖାଯାଉଛି କି? ଶିଷ୍ୟ ଖୁସି ହୋଇ କହିଲେ, ହଁ, ଏବେ ସବୁକିଛି ସଫା ଦେଖାଯାଉଛି। ଗୁରୁଙ୍କ ଶିକ୍ଷା। ଗୁରୁ ବୁଝାଇଲେ, ଆମର ମନ ହେଉଛି ସେହି ପୋଖରୀ ଭଳି। ଯେତେବେଳେ ମନରେ ଭୟ, ଫିୟର ଏବଂ ଲୋଭ ଗ୍ରୀଡର ପବନ ବହେ ସେତେବେଳେ ମାର୍କେଟ ତୁମକୁ ସଫା ଦେଖାଯାଏ ନାହିଁ। ତୁମେ ଚାର୍ଟରେ ସେଇଆ ଦେଖିବାକୁ ଚାହୁଁ ଯାହା ତୁମ ମନ ଚାହୁଁଛି କିନ୍ତୁ ପ୍ରକୃତରେ ମାର୍କେଟ ଯାହା ଦେଖାଉଛି ତାହା ଦେଖିପାରୁନାହିଁ। ଟ୍ରେଡିଂରେ ଏହାର ଅର୍ଥ 1. ଶାନ୍ତ ମନ କ୍ୱାଏଟ୍ ମାଇଣ୍ଡ। ଯଦି ତୁମେ ରାଗରେ ବାରେ ଟ୍ରେଡ୍ କରିବ ତୁମେ ଭୁଲ ନିଷ୍ପତ୍ତି ହିଁ ନେବ। 2. ପ୍ରତିକ୍ରିୟା ନୁହେଁ କେବଳ ଦେଖିବା। ପୋଖରୀ ପାଣିକୁ ସ୍ଥିର କରିବା ପାଇଁ ପାଣି ସହ ଯୁଦ୍ଧ କରିବା ଦରକାର ନାହିଁ ବରଂ ଶାନ୍ତ ହୋଇ ବସିବା ଦରକାର। ସେମିତି ମନକୁ କାବୁ କରିବା ପାଇଁ ତା ସହ ଲଢ଼ ନାହିଁ ବରଂ ନିଜର ନିୟମ ରୁଲ୍ସ ମାନି ଶାନ୍ତ ରୁହ। ତୁମ ପାଇଁ ସାରାଂଶ। ସାଙ୍ଗ, ତୁମେ ଯେଉଁ ଏସ୍ଏମ୍ସି କିମ୍ବା ସପୋର୍ଟ ରେଜିଷ୍ଟେନ୍ସ ବ୍ୟବହାର କରୁଛ ସେଇଟା ହେଉଛି ତୁମର ଆଖି କିନ୍ତୁ ତୁମର ମନ ହେଉଛି ସେହି ଆଇନା। ଯଦି ଆଇନା ଗୋଳିଆ ଥିବ ତେବେ ସବୁଠୁ ଭଲ ଷ୍ଟ୍ରାଟେଜି ବି ଫେଲ୍ ମାରିବ। ତେଣୁ ଟ୍ରେଡ୍ ନେବା ପୂର୍ବରୁ ଲମ୍ବା ନିଶ୍ୱାସ ନିଅ ଏବଂ ନିଜକୁ ପଚାର, ମୁଁ ଚାର୍ଟ ଦେଖୁଛି ନା ମୋ ମନର ଭୟ ଦେଖୁଛି? ଏହି କାହାଣୀଟି ତୁମକୁ କେମିତି ଲାଗିଲା? ଏହା ତୁମର ଟ୍ରେଡିଂ ସମୟରେ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିବ କି? ଚାଲନ୍ ସାଙ୍ଗ, ଏହିସବୁ ବହିର ସାରାଂଶକୁ ନେଇ ଏକ ସୁନ୍ଦର କାହାଣୀ ବନାଇବା। ଏହି କାହାଣୀଟି ହେଉଛି ଜଣେ ଟ୍ରେଡର ଯିଏ ଶୂନ୍ୟରୁ ଆରମ୍ଭ କରି ଶିଖରରେ ପହଞ୍ଚିଲା। ଟ୍ରେଡରର ଯାତ୍ରା ଏକ ଶିକ୍ଷଣୀୟ କାହାଣୀ। ଥରେ ଜଣେ ଯୁବକ ଥିଲା ଯିଏ ଖୁବ୍ ଶୀଘ୍ର ବଡ଼ ମଣିଷ ହେବାକୁ ଚାହୁଁଥିଲା। ସେ ସେୟାର ବଜାରକୁ ଆସିଲା ଏବଂ ଭାବିଲା ଏଠି କେବଳ କିଣିବା ଆଉ ବିକିବା ହିଁ ଖେଳ। କିନ୍ତୁ ପ୍ରଥମ କିଛି ଦିନରେ ସେ ନିଜର ବହୁତ ଟଙ୍କା ହରାଇ ବସିଲା। ସେ ବୁଝିପାରିଲାନି କି ଭୁଲ କେଉଁଠି ହେଉଛି। ତାପରେ ସେ ଏହି ବହିଗୁଡ଼ିକୁ ପଢ଼ିବା ଆରମ୍ଭ କଲା ଏବଂ ତାର ଜୀବନ ବଦଳିଗଲା। 1. ମୂଳଦୁଆର ଶିକ୍ଷା ଦ ଫାଉଣ୍ଡେସନ୍। ସେ ହାଉ ଟୁ ଡେ ଟ୍ରେଡ୍ ଫର ଏ ଲିଭିଂରୁ ଶିଖିଲା ଯେ ଟ୍ରେଡିଂ ଏକ ଜୁଆ ନୁହେଁ ବରଂ ଏକ ବ୍ୟବସାୟ। ସେ ନିଜ ପାଇଁ ସଠିକ୍ ହତିଆର ଟୁଲ୍ସ ଏବଂ ଏକ ଷ୍ଟ୍ରାଟେଜି ବାଛିଲା। ସେ ବୁଝିଲା ଯେ ବିନା ପ୍ରସ୍ତୁତିରେ ମାର୍କେଟକୁ ଯିବା ମାନେ ହେଉଛି ବିନାରେରୁ ଡେଇଁବା। 2. ବକ୍ସ ଏବଂ ର ଯାଦୁ ଦ ଡିସିପ୍ଲିନ୍। ତାପରେ ସେ ନିକୋଲାସଙ୍କୁ ପଢ଼ିଲା। ସେ ଶିଖିଲା ଯେ ସବୁବେଳେ ଟ୍ରେଡ୍ କରିବା ଦରକାର ନାହିଁ। ଯେତେବେଳେ ମାର୍କେଟ ଏକ ବକ୍ସ ଭାଙ୍ଗି ଉପରକୁ ଯାଏ
ସେତେବେଳେ ହିଁ ସୁଯୋଗ ଆସେ। ସେ ବୁଝିଲା, ମାର୍କେଟ ସହ ଜିଦ୍ କରନାହିଁ, ମାର୍କେଟ ଯୁଆଡ଼େ ଯାଉଛି ତୁମେ ସିଆଡ଼େ ଯାଅ। 3. ମାର୍କେଟ ରହସ୍ୟ ଦ ୱିଜାର୍ଡସ୍। ମାର୍କେଟ ୱିଜାର୍ଡସ୍ ବହିରୁ ସେ ଦୁନିଆର ସବୁଠୁ ବଡ଼ ଟ୍ରେଡରମାନଙ୍କ କଥା ଜାଣିଲା। ସେମାନେ ସମସ୍ତେ ଗୋଟିଏ କଥା କହୁଥିଲେ, ଆମେ କେତେ ପଇସା କମାଉଛୁ ସେଇଟା ବଡ଼ କଥା ନୁହେଁ, ଆମେ କେତେ ପଇସା ହରାଇବାକୁ ରୋକୁଛୁ ସେଇଟା ହିଁ ଅସଲ କଥା। ଏଠାରୁ ସେ ରିସ୍କ ମ୍ୟାନେଜମେଣ୍ଟ ଶିଖିଲା। 4. ମନର ଯୁଦ୍ଧ ଦ ସାଇକୋଲୋଜି। ସେ ଷ୍ଟ୍ରାଟେଜି ତ ଜାଣିଥିଲା, କିନ୍ତୁ ତାର ମନ ତାକୁ ହଇରାଣ କରୁଥିଲା। ଟ୍ରେଡିଂ ଇନ୍ ଦ ଜୋନ୍ ପଢ଼ି ସେ ବୁଝିଲା ଯେ ଟ୍ରେଡିଂରେ ଲାଭ କ୍ଷତି ହେବା ସାଧାରଣ କଥା। ସେ ମାର୍କେଟକୁ ଜୟ ପରାଜୟ ଭାବେ ନ ଦେଖି ଏକ ସମ୍ଭାବନା ପ୍ରୋବେବିଲିଟି ଭାବେ ଦେଖିଲା। ସେ ଇନ୍ ଦ ଜୋନ୍ ରହି ଶାନ୍ତ ଭାବେ ଟ୍ରେଡ୍ କରିବା ଶିଖିଲା। 5. ଧୈର୍ଯ୍ୟର ଶକ୍ତି ଦ ହାଇ ପ୍ରୋବେବିଲିଟି। ସେ ହାଇ ପ୍ରୋବେବିଲିଟି ଟ୍ରେଡିଂରୁ ଶିଖିଲା, ଯେଇ ଜଣେ ଶିକାରୀ ଭଳି ଅପେକ୍ଷା କରିବାକୁ ହେବ। ସବୁରେ ଗୁଳି ଚଳାଇଲେ ଗୁଳି ଶେଷ ହୋଇଯିବ। ସଠିକ୍ ସମୟ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବା ହିଁ ବଡ଼ ଟ୍ରେଡରର ପରିଚୟ। 6. ଟଙ୍କା ସହ ବ୍ୟବହାର ଦ ଫାଇନାଲ ୱିଜଡମ୍। ଶେଷରେ ସେ ଦ ସାଇକୋଲୋଜି ଅଫ୍ ମନିରୁ ବୁଝିଲା ଯେ ଟ୍ରେଡିଂରୁ ଟଙ୍କା କମାଇବା ପରେ ତାକୁ ସମ୍ଭାଳିବା ଆହୁରି ଜରୁରୀ। ସେ ଧନୀ ହେବା ସହ ଧନୀ ହୋଇ ରହିବା ମଧ୍ୟ ଶିଖିଲା। ସେ ବୁଝିଲା ଯେ ଧୈର୍ଯ୍ୟ ଏବଂ ସମୟ ହିଁ ତାର ସବୁଠୁ ବଡ଼ ସମ୍ପତ୍ତି। ସାରାଂଶ, ତୁମକୁ ଏହିସବୁ ବହିରୁ ଏତିକି ଶିଖିବାକୁ ମିଳିଲା ଯେ ନିୟମ ବନା ଡିସିପ୍ଲିନ୍, ରିସ୍କ କମ୍ ରଖରୁ ରିସ୍କ ମ୍ୟାନେଜମେଣ୍ଟ, ମନକୁ ଶାନ୍ତ ରଖ ସାଇକୋଲୋଜି, ଧୈର୍ଯ୍ୟର ସହ ଅପେକ୍ଷା କର ପେସେନ୍ସ। ସାଙ୍ଗ, ଏବେ ତୁମେ ସେହି ଯୁବକ ଭଳି ପ୍ରସ୍ତୁତ। ତୁମର ମାର୍କେଟ ମାଫିଆ ଯାତ୍ରାରେ ଏହିସବୁ ଶିକ୍ଷା ତୁମକୁ ଜଣେ ସଫଳ ଟ୍ରେଡର ବନାଇବାରେ ସାହାଯ୍ୟ କରିବ। ଏହି କାହାଣୀଟି ତୁମକୁ କେମିତି ଲାଗିଲା? ଏବେ ତୁମେ ନିଜକୁ ଜଣେ ମାର୍କେଟ ୱିଜାର୍ଡ ଭାବେ ଦେଖିପାରୁଛ କି? ସାଙ୍ଗ, ତୁମ ଭାଇ ପାଇଁ ଏକ ବହୁତ ଶିକ୍ଷଣୀୟ କାହାଣୀ ଅଛି। ଏହା ତାକୁ ବୁଝାଇବ ଯେ ସମୟ ଏବଂ ସାଙ୍ଗମାନଙ୍କ ମହତ୍ତ୍ୱ କ'ଣ। ତୁମେ ଏହି କାହାଣୀଟି ତାକୁ ଶୁଣାଇ ପାରିବ। 2 ବନ୍ଧୁ ଏବଂ ସମୟର ନାବ। ଥରେ ଏକ ଗାଁରେ 2 ଜଣ ସାଙ୍ଗ ଥିଲେ, ଆକାଶ ଏବଂ ବିକାଶ। ଦୁହେଁ ସାରାଦିନ ଏପଟ ସେପଟ ବୁଲୁଥିଲେ, ଗପସପ କରୁଥିଲେ ଏବଂ ମଜା କରୁଥିଲେ। ଏକଦା ଗାଁକୁ ଜଣେ ଜ୍ଞାନୀ ସାଧୁ ଆସିଲେ। ସେ ସମସ୍ତଙ୍କୁ ଗୋଟିଏ କରି ସମୟର ମୁଦ୍ରା ଟାଇମ୍ କଏନ୍ସ ଦେଲେ ଏବଂ କହିଲେ, ଏହି ମୁଦ୍ରାଗୁଡ଼ିକୁ ବ୍ୟବହାର କରି ତୁମେ ନିଜ ପାଇଁ ଏକ ନାବ ବୋଟ୍ ତିଆରି କର, କାରଣ କିଛି ଦିନ ପରେ ଏକ ବଡ଼ ନଦୀ ପାର ହେବାକୁ ପଡ଼ିବ। ଆକାଶର ଭୁଲ। ଆକାଶ ଭାବିଲା, ଏବେ ତ ବହୁତ ସମୟ ଅଛି, ଚାଲନ୍ତ ପ୍ରଥମେ ସାଙ୍ଗମାନଙ୍କ ସହ ମଜା କରିବା। ସେ ନିଜର ସବୁ ସମୟ ଶୋଇବାରେ, ବୁଲିବାରେ ଏବଂ ଅଦରକାରୀ ଗପସପରେ ନଷ୍ଟ କରିଦେଲା। ଯେତେବେଳେ ତାର ସାଙ୍ଗମାନେ ତାକୁ କହିଲେ, ଚାଲ ନାବ ତିଆରି କରିବା, ସେ କହିଲା, ଆରେ ଛାଡ଼, ପରେ କରିବା। ବିକାଶର ବୁଦ୍ଧି। ବିକାଶ ମଧ୍ୟ ବୁଲୁଥିଲା, କିନ୍ତୁ ସେ ପ୍ରତିଦିନ କିଛି ସମୟ ବାହାର କରି ନିଜ ନାବ ପାଇଁ କାଠ ସଂଗ୍ରହ କଲା ଏବଂ ତାକୁ ମଜବୁତ କରି ଗଢ଼ିଲା। ସେ ଜାଣିଥିଲା ଯେ ମଜା କରିବା ଦରକାର, କିନ୍ତୁ ଭବିଷ୍ୟତ ପାଇଁ ପ୍ରସ୍ତୁତି ମଧ୍ୟ ଜରୁରୀ। ସେହି ଦିନ ଆସିଲା। କିଛି ମାସ ପରେ ହଠାତ୍ ଗାଁରେ ବନ୍ୟା ଆସିଲା। ସମସ୍ତଙ୍କୁ ନଦୀ ପାର ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ିଲା। ବିକାଶ ନିଜର ମଜବୁତ ନାବରେ ବସି ଆରାମରେ ନଦୀ ପାର ହୋଇଗଲା, କିନ୍ତୁ ଆକାଶ ପାଖରେ କିଛି ନଥିଲା। ସେହି ସାଙ୍ଗମାନେ ଯାହାଙ୍କ ସହ ସେ ଦିନସାରା ବୁଲୁଥିଲା, ସେମାନେ ନିଜ ନିଜ ନାବ ନେଇ ବାହାରି ଯାଇଥିଲେ। କେହି ତାକୁ ସାହାଯ୍ୟ କରିବାକୁ ନଥିଲେ। ଶେଷରେ ଆକାଶ ବହୁତ କଷ୍ଟ ପାଇଲା ଏବଂ ବୁଝିଲା ଯେ ଯେତେବେଳେ ପଢ଼ିବା ବା କାମ କରିବା ସମୟ ଥିଲା, ସେତେବେଳେ ସେ କେବଳ ଖେଳିବାରେ ସମୟ ନଷ୍ଟ କଲା। ଭାଇ ପାଇଁ ଶିକ୍ଷା। 1. ସାଙ୍ଗ ସବୁବେଳେ ରହିବେନି। ଆଜି ଯେଉଁ ସାଙ୍ଗମାନଙ୍କ ସହ ତୁ ବୁଲୁଛୁ, କାଲି ସେମାନେ ନିଜ ନିଜ କ୍ୟାରିୟର ବନାଇ ଆଗକୁ ବଢ଼ିଯିବେ। କିନ୍ତୁ ଯଦି ତୁ ପଛରେ ରହିଯିବୁ, ତେବେ ତୋତେ କେହି ସାହାଯ୍ୟ କରିବେ ନାହିଁ। 2. ପାଠପଢ଼ା ହେଉଛି ତୋର ନାବ। ଶିକ୍ଷା ହିଁ ସେହି ନାବ ଯାହା ତୋତେ ଜୀବନର ସବୁ ସମସ୍ୟାରୁ ପାର କରିବ। 3. ସମୟ କାହା ପାଇଁ ଅପେକ୍ଷା କରେନି। ଆଜି ଯେଉଁ ସମୟ ବୁଲିବାରେ ନଷ୍ଟ କରୁଛୁ, ସେଇଟା କାଲି ଅବଶୋଷ ରିଗ୍ରେଟ୍ ହୋଇ ଫେରିବ। ତୁମ ଭାଇକୁ ଏତିକି କୁହ, ଭାଇ, ବୁଲିବା ମନା ନୁହେଁ, କିନ୍ତୁ ନିଜର ନାବ କ୍ୟାରିୟର ତିଆରି କରିବା ପାଇଁ ପଢ଼ାପଢ଼ିକୁ ପ୍ରଥମେ ଗୁରୁତ୍ୱ ଦେଇ। କ'ଣ ଲାଗୁଛି ସାଙ୍ଗ, ଏହି କାହାଣୀ ଶୁଣିଲେ ସେ କିଛି ବୁଝିବ କି? ତୁମେ ଚାହିଁଲେ ତାକୁ ସେହି 20K to 50K ଚ୍ୟାଲେଞ୍ଜ ବିଷୟରେ କହିପାରିବ ଯେ ଲକ୍ଷ୍ୟ ରଖିଲେ କେମିତି କାମ କରାଯାଏ।